ରୁବି କହିବେ, ତୁ ସେମାନଙ୍କୁ କାହିଁକି ଅଟକଉଛୁ ପଲ୍ଲବୀ? ସେମାନେ ଯାଆନ୍ତୁ। ମହାପାତ୍ର ଇଣ୍ଡଷ୍ଟ୍ରିକୁ ଠିଆ କରିଦେଲେ ବୋଲି ବିନୋଦ ମନରେ ବହୁତ ଗର୍ବ ଅଛି ନା? ତ ଯାଇକି ନିଜ ପାଇଁ ଗୋଟେ ବିଜନେସ୍ ଠିଆ କରି ଦେଖାନ୍ତୁ। ଏଠି ଭାଇ ହାତ ଟେକା ଖାଇ କାହିଁକି ପଡ଼ି ରହିଛନ୍ତି? ଏମାନେ ଆଜି ପର୍ଯ୍ୟନ୍ତ ଏ ଘର ପାଇଁ କିଛି ବି କରିନାହାନ୍ତି। ବରଂ ଗୋଟେ ପରେ ଗୋଟେ ବିପଦ ଆଣି ଏ ଘରେ ଠିଆ କରିଛନ୍ତି। ଏ ଘରକୁ ବଦନାମ କରିଛନ୍ତି। ଯାଆନ୍ତୁ ଏମାନେ। ଏ ଘରେ ରହିବା ପାଇଁ ଏମାନଙ୍କ କୌଣସି ଅଧିକାର ନାହିଁ। ଆଉ କୌଣସି ବି ଯୋଗ୍ୟତା ନାହିଁ। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ରୁବି କହିବେ, ଚାହିଁଛ କ'ଣ ମମତା? ଉଠାଅ ନିଜ ନିଜ ଲଗେଜ ଆଉ ଚାଲିଯାଅ ଏ ଘରୁ। ତାପରେ ରୁବି ବସିବାକୁ ଯାଉଥିବା ବେଳେ ଆଦର୍ଶ କହିବେ, ରୁହ। ଆଉ ଘରର ଅବସ୍ଥା ଦେଖି କହିବେ, ଏସବୁ କ'ଣ ହେଉଛି? ଦାଦା, ଖୁଡ଼ି, କୁଆଡ଼େ ଯାଉଛନ୍ତି ଆପଣମାନେ? ତାପରେ ପଲ୍ଲବୀ କହିବେ, ଆଦର୍ଶ, ଦେଖ ନା, ଦାଦା ସାନମା ମୋ କଥା କେହି ବି ଶୁଣୁନାହାନ୍ତି। ସେମାନେ ଘର ଛାଡ଼ି ଚାଲିଯିବାକୁ ବାହାରିଛନ୍ତି। ତାପରେ ଆଦର୍ଶ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ କହୁଛନ୍ତି, କ'ଣ କହିଲ? ଘର ଛାଡ଼ି ଚାଲିଯିବାକୁ ବାହାରିଛନ୍ତି? କିନ୍ତୁ କାହିଁକି? ପୁଣି କହିବେ, ଦାଦା, ଖୁଡ଼ି, କ'ଣ ହେଇଛି? ଆପଣମାନେ ଘର ଛାଡ଼ି କାହିଁକି ଚାଲି ଯାଉଛନ୍ତି? ତାପରେ ବିନୋଦ କହିବେ, ସେମିତି କିଛି ନୁହଁ ଆଦର୍ଶ। ବାସ୍ କିଛି ଦିନ ପାଇଁ ତ ଆମେ ଘରକୁ ଆସିଥିଲୁ। କିଛି ଦିନ ହଉ ହଉ ଆମେ ଏ ଘରେ ବହୁତ ଦିନ ରହିଗଲୁ ରେ ବାବା। ଏବେ ଆମେ ଏ ଘରୁ ଚାଲିଯିବା ଉଚିତ ହେବ। ତାପରେ ଆଦର୍ଶ କହିବେ, ଆପଣମାନେ ଏ ଘର ଛାଡ଼ି କୁଆଡ଼େ ବି ଯାଇପାରିବେନି। କୁଆଡ଼େ ବି ନୁହଁ। ପଲ୍ଲବୀ, ୟାଙ୍କୁ ଅଟକଉନ କ'ଣ ପାଇଁ? ତାପରେ ରୁବି କହିବେ, ନିଜକୁ ସମ୍ଭାଳ ଆଦର୍ଶ। କେବେ ତ ଇମୋସନକୁ ପଛେ ରଖି ବୁଦ୍ଧି ଖଟେଇ ଟିକେ ଚିନ୍ତା କର। ଏମାନେ ଖାଲିଟାରେ ଏ ଘରେ ବସି ବସି ଅନ୍ନ ଧ୍ୱଂସ କରୁଛନ୍ତି। ଯାଆନ୍ତୁ ଏମାନେ ଏଠୁ। ତାପରେ ଆଦର୍ଶ ରାଗିକି କହିବେ, କ'ଣ କହିଲ ମାଉସୀ? ଏମାନେ ଏ ଘରେ ବସି ବସି ଅନ୍ନ ଧ୍ୱଂସ କରୁଛନ୍ତି? ଆପଣଙ୍କର ଏତେ ସାହସ? ଆପଣ ମୋ ଆଗରେ ଏ ଘରର ମାଲିକ ମାଲିକାଣୀଙ୍କୁ ଏ କଥା କହିପାରୁଛନ୍ତି? ଆପଣ ମୋ ମାଉସୀ। ସେଥିପାଇଁ ମୁଁ ଚୁପ୍ ରହିଗଲି। ଆଉ ଯଦି ଆଉ କାହା ମୁହଁରେ ଏ କଥା ଶୁଣିଥାନ୍ତି ନା, ତାହେଲେ ତାକୁ ଏଇ ମୁହୂର୍ତ୍ତରେ ଏ ଘରୁ ବାହାର କରିଦେଇଥାନ୍ତି। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ପାଖକୁ ଆସି କହିବେ, ଆଦର୍ଶ, ତୋ ଆଖିରେ ଏମାନଙ୍କ ପାଇଁ ଭଲ ପାଇବା ଅଛି। ସେଥିପାଇଁ ତୁ ଏମିତି କହୁଛୁ। ବୁଝିବାକୁ ଚେଷ୍ଟା କର ଆଦର୍ଶ। ତୁ ଜାଣିଛୁ, ଗୌରବ ଆଉ ରିମଝିମ୍ କମ୍ପାନୀ ଆଉ ଏନଜିଓରୁ 20 ଲକ୍ଷ ଟଙ୍କା ଚୋରି କରିଦେଇଛନ୍ତି। ଜଣା ନାହିଁ ଏମାନେ ଆଉ କ'ଣ କ'ଣ ସବୁ ଚୋରି କରିଥିବେ। ସେଥିପାଇଁ ଏମାନଙ୍କୁ ମୁଁ ଘରୁ ବାହାରି ଯିବା ପାଇଁ କହିଲି। ତାପରେ ଆଦର୍ଶ ପୁରା ଆଶ୍ଚର୍ଯ୍ୟ ହେଇଯିବେ। ଆଉ ରାଗିକି କହିବେ, ଏତେ ବଡ଼ ବଦନାମ, ସେ ପୁଣି ମୋ ଭାଇ ଭାଉଜଙ୍କ ନାଁରେ। ମୋ ଲକ୍ଷ୍ମୀ ମାତା ଆଉ ବିଷ୍ଣୁ ଭଗବାନଙ୍କ ଭଳି ଦାଦା ଖୁଡ଼ୀଙ୍କୁ ଏ ଘରୁ ବାହାରି ଯିବା ପାଇଁ କେମିତି କହିପାରୁଛନ୍ତି? ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ କହୁଛନ୍ତି, ଆଦର୍ଶ, ଏମାନେ ତୋ ପାଇଁ ଏମିତି କ'ଣ କରିଛନ୍ତି ଯୋଉଥିପାଇଁ ତୁ ଏମାନଙ୍କୁ ଏ ଘରେ ରଖିବା ପାଇଁ ଅଡ଼ି ବସିଛୁ? ଏମାନେ ଏମିତି ତୋ ପାଇଁ କିଏ? ଏମିତି କଥା ଶୁଣି ଆଦର୍ଶ ପୁରା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ରାଗିକି କହିବେ, କ'ଣ ଆପଣ ଭୁଲି ଯାଇଛନ୍ତି? ସେମାନେ ମୋ ବାପା ମା। ତାପରେ ରୁବି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି? ଏବେ କ'ଣ ଆଦର୍ଶ ରୁବିଙ୍କୁ ଘରୁ ବାହାର କରିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।